9/3/2026 ରିକ୍ତ ଦିନ 1:52 ସମୟରେ ଆମର ଏକ୍ସ ମିନିଷ୍ଟର ତଥା ଏକ୍ସ ପିସିସି ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ଜୟଦେବ ଜେନାଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣେ ଅଜଣା କଲର ଧମକପୂର୍ଣ୍ଣ ମେସେଜ କରିଥିଲେ। ତେଣୁ ଏ ବାବଦରେ ଶ୍ରୀ ଜୟଦେବ ଜେନାଙ୍କର ଲିଖିତ ଅଭିଯୋଗ କ୍ରମେ ନନ୍ଦିପଦା ଥାନାରେ କେସ୍ ନମ୍ବର 104/26 ରୁଜୁ କରାଯାଇଛି ଏବଂ ଏହି କେସ୍ ରୁଜୁ ପରେ ପୁଲିସ ଏହି କେସ୍କୁ ଅତ୍ୟନ୍ତ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଥିଲା। ଏସ୍ପି କେଉଁଝରଙ୍କ ନିର୍ଦ୍ଦେଶ ମତେ 2ଟି ଟିମ୍ ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା। ଗୋଟିଏ ସାଇବର ଫୋରେନ୍ସିକ୍ ଏକ୍ଜାମିନେସନ୍, ଅନ୍ୟଟି ହ୍ୟୁମାନ୍ ଇଣ୍ଟେଲିଜେନ୍ସ ଇନପୁଟ ପାଇଁ ଏବଂ ଏ 2ଟି ଟିମ୍ କାମ କଲା ପରେ ମୁଖ୍ୟ ଯିଏ ଅଭିଯୁକ୍ତ ତା ପାଖରେ ପୋଲିସ ପହଞ୍ଚି ପାରିଛି, ସେ ଆଇଡେଣ୍ଟିଫାଏ ହେଇଯାଇଛି ଏବଂ ସେ ଜଣେ ବାପା ମାଙ୍କର ଗୋଟିଏ ପୁଅ, ଭାଗାବାଣ, କିଛି କରୁନାହିଁ ଏବଂ ଏଇ ଆଇଡେଣ୍ଟିଫିକେସନ ସରିଲା ପରେ ସେ ପିଲାଟି ବର୍ତ୍ତମାନ ତାଙ୍କ ଘରେ ନାହିଁ। ଫୋନଟି ଘଟଣା ଦିନରୁ ମେସେଜ କଲା ପରେ ସୁଇଚ୍ ଅଫ୍ ଅଛି, ପିଲାଟି ଘରେ ନାହିଁ କିନ୍ତୁ ତାର ଆଇଡେଣ୍ଟିଫିକେସନ ହୋଇସାରିଛି। ତେଣୁ ଏ ବାବଦରେ ଆମେ ମଲ୍ଟିପଲ୍ ଟିମ୍ ମଧ୍ୟ ତିଆରି କରିଛୁ ଏବଂ ପିଲାଟିକୁ ଗିରଫ କରିବା ପାଇଁ ମୁଁ ଆପଣମାନଙ୍କ ମାଧ୍ୟମରେ ସମସ୍ତ ପବ୍ଲିକଙ୍କୁ ଏଇ ବାର୍ତ୍ତା ଦେବା ପାଇଁ ଚାହୁଁଛି ଯେ police is committed to ensure the safety and security of citizens, especially public representative ଆଉ public order maintain କରିବା ପାଇଁ ପ୍ରତିବଦ୍ଧ ଏବଂ ଫର୍ଦର ଯାହା ଆମେ ଡେଭଲପମେଣ୍ଟ ହେବ ଇନ୍ ଡ୍ୟୁ କୋର୍ସ ଆମେ ଆପଣଙ୍କୁ ଜଣାଇବୁ। Sivananda Centenary Boys School. Admission open from class 6th to 11th. Science and Commerce. For more inquiry, contact on below details.